ସାଙ୍ଗମାନେ ଦେଖୁନାହାନ୍ତି, ଆପଣମାନେ ସିନା ଅଷ୍ଟମୀର ଭିଡ଼ିଓ ଦେଖି ସାରିଲେଣି, କିନ୍ତୁ ମୋର ଅଷ୍ଟମୀର ପୂର୍ବ ଦିନର ପ୍ରସ୍ତୁତି ଦେଖିନାହାନ୍ତି। ଆପଣମାନେ ଅଷ୍ଟମୀର ଦେଖିଛନ୍ତି କେମିତି ନୂଆ ଲୁଗା ପିନ୍ଧିକି ପିଠା ଖାଉଛି ଆଉ ତରକାରୀ ଖାଉଛି, କିନ୍ତୁ ତା ପୂର୍ବ ଦିନର ପ୍ରସ୍ତୁତି ବହୁତ କଷ୍ଟ। ଦିନବେଳା ଘର ଧୁଆଧୁଇ ହେଇଥିଲା, ଯେହେତୁ ଅଷ୍ଟମୀ ଥିଲା, ଆଉ ତା ପରଦିନ ଗୁରୁବାର ବ୍ରତ ପଡୁଥିଲା, ତେଣୁ ଘର ଧୁଆଧୁଇ ହେଇଥିଲା। ଏବେ ନଡ଼ିଆ ଫଟା ହେଇକି ନଡ଼ିଆ କୋରା ହବ, ତାକୁ ପାଗ ହବ। ଆଉ ବିରି ଚାଉଳ ମୁଁ ବତୁରା ହେଇଛି, ତାକୁ ପିଠଉ ପ୍ରସ୍ତୁତ ହବ। ୟା ଭିତରେ ମୋ ଝିଅର ନଟଙ୍ଗୀ, ନଡ଼ିଆ ଫଟିଲା ମାନେ ଜଗି ବସିବ ତାକୁ ପାଣି ପିଇବା ପାଇଁ। ଆଉ ଦେଖନ୍ତୁ ତା ବାପାଙ୍କର ଡ୍ୟୁଟି ଟାଇମ୍ ହେଇଗଲାଣି, କିନ୍ତୁ ସେ ଏଠି ଦୋଳି ଖେଳିବାରେ ବ୍ୟସ୍ତ। ଆମେ କାହିଁକି ମାର୍କେଟକୁ ଯିବା 100-150 ଟଙ୍କା ଖର୍ଚ୍ଚ କରିବା, କାରଣ ଆମର ତ ଏଠି ଦୋଳି। ଯଦି ଘରେ ତା ବାପା ଥିବେ କିନ୍ତୁ ସେ ଚଲାଚଲି କରିଥିବେ, ସେ ଗୋଡ଼ରେ ଓଳେଇ ହେଇ ପଡ଼ିବ, ମୋତେ ଆଗ ପ୍ରଥମେ ଦୋଳି ଖେଳ, ତାପରେ ଯାହା କାମ। ଆଉ ଏତକ କାମ ସାରି ସାରିଲା ପରେ ମଧ୍ୟ ରାତିର ରୋଷେଇ, ଯୋଉଟା ରାତିରେ ପୋଟଳ ଆଳୁ କଷା ଆଉ ରୁଟି ହେଇଥିଲା, ତାକୁ ଖାଇସାରିଲା ପରେ ଆମର ଅଲଗା କାମ ପ୍ରସ୍ତୁତ କରିଥିଲି। ପାଖାପାଖି 11:30 ହେଇଗଲାଣି। ଠାକୁର ବାସନ ମଜାମୁଜି ସରିକି ଏଠି ପୁର ବି ପ୍ରସ୍ତୁତ ହେଇଗଲାଣି, ଆଉ କାଲି ପିଠା ପାଇଁ ପିଠଉ ମଧ୍ୟ ପ୍ରସ୍ତୁତ ହେଇଗଲାଣି। ଦେଖୁନାହାନ୍ତି ମୋ ପଛେ ପଛେ ସେମିତି। ପୁଣି ଶୀଘ୍ର ଶୋଇଲେ ସକାଳୁ ସକାଳୁ ରାତି 4ଟାରୁ ଉଠିବାକୁ ପଡ଼ିବ। ରହୁଛି, ପୁଣି ଦେଖାହବ ନେକ୍ସଟ ବ୍ଲଗରେ।